ଅନେକ ଦିନ ହେଇଗଲାଣି ବରଫ ବର୍ଷା ହେଉଛି। ଖାଇବା ପିଇବା ଯୋଗାଡ଼ କରିବା ପାଇଁ ଭାରି କଷ୍ଟ ହେଲାଣି। ସାଙ୍ଗମାନେ, ଏଇ ଜଙ୍ଗଲରେ ଆଉ ବେଶୀ ଦିନ ରହି ହେବନି। ଶୀତ ଦିନ ନ ସରିବା ଯାଏଁ ଚାଲ ଏକ ସୁରକ୍ଷିତ ଜାଗା ଖୋଜି ନେବା। ଆରେ ଚଢ଼େଇ, ମୁଁ ଶୁଣିଥିଲି ପାହାଡ଼ ସେପାରି ଜଙ୍ଗଲରେ ବେଶୀ ଥଣ୍ଡା ନାହିଁ। ଖାଇବା ପିଇବାର ସବୁ ବ୍ୟବସ୍ଥା ବି ଅଛି। ଆମେ ସେଇ ଜଙ୍ଗଲକୁ ଗଲେ କେମିତି ହୁଅନ୍ତା? ହଁ, ଠିକ କଥା। ସେଇ ଜଙ୍ଗଲର ମୁଖିଆ ଚିଲ ସହ ମୋର ଭଲ ସମ୍ପର୍କ ଅଛି। ଆମେ ତାଙ୍କୁ ସାହାଯ୍ୟ ମାଗିଲେ ମୋର ବିଶ୍ୱାସ ସେ ମନା କରିବେନି। ତେବେ ଠିକ ଅଛି, ସମସ୍ତେ ନିଜ ନିଜ ଜିନିଷ ରେଡି କରିଦିଅ। ଆମେ କାଲି ସକାଳୁ ହିଁ ସେ ଜଙ୍ଗଲକୁ ବାହାରି ଯିବା। ଏମିତି କଥା ହେଇ ସବୁ ଚଢ଼େଇ ନିଜ ନିଜ ଘରକୁ ଗଲେ ଆଉ ନିଜ ଜିନିଷପତ୍ର ରେଡି କଲେ। ପରଦିନ ସକାଳେ ସମସ୍ତେ ବସରେ ବସି ଦୂର ଜଙ୍ଗଲକୁ ବାହାରି ଗଲେ। ସେଇ ଜଙ୍ଗଲରେ ପହଞ୍ଚୁ ପହଞ୍ଚୁ ସନ୍ଧ୍ୟା ହେଇଗଲା। ସମସ୍ତେ ଚିଲ ମୁଖିଆ ପାଖକୁ ଯାଇ ନିଜ ସମସ୍ୟା କଥା କହିଲେ। ଆଚ୍ଛା ଠିକ ଅଛି, ମୁଁ ତମମାନଙ୍କୁ ମୋ ଜଙ୍ଗଲରେ ରହିବାକୁ ଦେବି, ହେଲେ ମୋର ଗୋଟେ ସର୍ତ୍ତ ଅଛି। କଣ ସର୍ତ୍ତ ମୁଖିଆ ଆଜ୍ଞା? ଏ ଜଙ୍ଗଲରେ ରହିବାକୁ ହେଲେ ମୁଁ ଯାହା କହିବି ସବୁ ମାନିବାକୁ ପଡ଼ିବ। ମୋର ଅନେକ ଜମି ଅଛି, ତମେ ସମସ୍ତେ ସେ ଜମିରେ କାମ କରିବ। ତା ବଦଳରେ ମୁଁ ତମମାନଙ୍କୁ ଖାଇବା ପିଇବାର ବ୍ୟବସ୍ଥା କରିଦେବି। ତାଠୁ ଅଧିକ କିଛି ଆଶା କରିବନି। ଏଇ ଦୂରରେ ଯୋଉ ଖୋଲା ପଡ଼ିଆ ଦେଖାଯାଉଛି, ଯାଅ ସେଠି ଘର ତିଆରି କରି ରୁହ। ଜଙ୍ଗଲ ଭିତରୁ କାଠ ଆଣିପାରିବ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା, ଆମ ଜଙ୍ଗଲରେ 2ଟି ସୁନା ଆଉ ରୂପାର ଘର ଅଛି। ସେ 2 ଘର ଅଭିଶପ୍ତ। କେହି ବି ସେ ଘରର ଆଖପାଖକୁ ଯିବନି। ଯିଏ ବି ସେ ଘରର ଆଖପାଖକୁ ଯିବ, ମୁଁ ତାକୁ ଏ ଜଙ୍ଗଲରୁ ବାହାର କରିଦେବି। ମୋର ଏଇ କଥା ଯେମିତି ତମେ ମାନେ ଭୁଲି ନ ଯାଅ। ଠିକ ଅଛି ଚିଲ ଆଜ୍ଞା, ଆମେ ଆପଣଙ୍କର ସବୁ କଥା ମାନିବୁ। ଆଚ୍ଛା ତେବେ ଯାଅ, ଏବେ ଘର ତିଆରି କରି ରୁହ। କାଲି ମୋ ଜମିକୁ ଆସି କାମ ଆରମ୍ଭ କରିବ। ତାପରେ ସବୁ ଚଢ଼େଇ କାଠ ଆଣି ନିଜ ନିଜ ଘର ତିଆରି ଆରମ୍ଭ କଲେ। ଚଢ଼େଇ ତା ଘର ତିଆରି କରି ସାରିବା ପରେ ପରେ 2 କାଉ ତା ପାଖକୁ ଆସିଲେ। ଚଢ଼େଇ, ଆଉ କିଛି ସମୟ ପରେ ରାତି ହେଇଯିବ, ହେଲେ ଆମେ ଏ ଯାଏଁ ଘର ତିଆରି କରି ପାରିଲୁନି। ତୁ ଟିକେ ଆମକୁ ସାହାଯ୍ୟ କର। ଆଚ୍ଛା ଠିକ ଅଛି କାଉ ଭଉଣୀ, ଚାଲ ମୁଁ ତମ ସାଙ୍ଗରେ ଯାଉଛି। ମା କୁନି, ଏଇ ଆଖପାଖରେ ଖେଳୁଥା। ମୁଁ କାଉ ଭାଇଙ୍କର ଘର ତିଆରିବା ପରେ ତୋ ପାଇଁ ଖାଇବା ରୋଷେଇ କରିଦେବି। ତାପରେ 2 କାଉ ଆଉ ଚଢ଼େଇ ମିଶି ଘର ତିଆରିବା ଆରମ୍ଭ କଲେ। କିଛି ସମୟରେ ହିଁ ତାଙ୍କ କାଠ ସରିଗଲା। କାଉ ଭାଇ, କାଉ ଭଉଣୀ, କାଠ ତ ସରିଗଲା, ଏବେ କଣ କରିବି? ଆରେ ଚଢ଼େଇ, ତୁ ଟିକେ ଆରାମ କରୁଥା। ଆମେ ଏବେ ହିଁ ଜଙ୍ଗଲ ଭିତରକୁ ଯାଇ କାଠ ନେଇ ଆସୁଛୁ। ସେମାନେ ଶୀଘ୍ର ଜଙ୍ଗଲ ଭିତରକୁ ଯାଇ କାଠ ଆଣିଲେ। ଫେରିବା ସମୟରେ ସୁନା ଘରୁ କାନ୍ଦିବାର ସ୍ୱର ଶୁଣି ସେମାନେ ଅଟକି ଗଲେ। ଆରେ ଶୁଣୁଛ, ସେ ସୁନା ଘରୁ ଏମିତି କାନ୍ଦିବାର ସ୍ୱର କାହିଁକି ଶୁଣା ଯାଉଛି? କିଏ ନିଶ୍ଚୟ ବିପଦରେ ଅଛି। ଚାଲ ତାକୁ ସାହାଯ୍ୟ କରିବା। ଆଚ୍ଛା ଠିକ ଅଛି, ଚାଲ ଯିବା। ଆରେ ଆରେ, ତମେ ମାନେ କୁଆଡେ ଯାଉଛ? ମୁଁ ମନା କରିଥିଲି ନା ଏ ସୁନା ରୂପାର ଘରର ଆଖପାଖକୁ ଯିବନି। ମୋ କଥା ନ ମାନିବାକୁ ତମ ମାନଙ୍କର ସାହସ କେମିତି ହେଲା? କ୍ଷମା କରନ୍ତୁ ମୁଖିଆ ଆଜ୍ଞା, ଆମେ ଏଠାକୁ ଆସିବାକୁ ଚାହୁଁନଥିଲୁ, କିନ୍ତୁ ଏଇ ସୁନା ଘର ଭିତରୁ କାନ୍ଦିବାର ସ୍ୱର ଶୁଣି ଆମେ ଭାବିଲୁ କେହି ବିପଦରେ ପଡ଼ିଥିବ। ତାକୁ ସାହାଯ୍ୟ କରିବା ପାଇଁ ଏଠାକୁ ଚାଲି ଆସିଲୁ। ମୁଁ ଆଗରୁ କହିଥିଲି ଏ 2 ଘର ଅଭିଶପ୍ତ। ଭ୍ରମରେ ପଡ଼ି ଏଠାକୁ ଆସିଲେ ତମ ମାନଙ୍କର ହିଁ କ୍ଷତି ହେବ। ଯାଅ ଶୀଘ୍ର ଏଠୁ ଚାଲିଯାଅ, ନହେଲେ ମୁଁ ତମ ମାନଙ୍କୁ ମୋ ଜଙ୍ଗଲରେ ରହିବାକୁ ଦେବିନି। ଆମକୁ କ୍ଷମା କରିଦିଅନ୍ତୁ ଚିଲ ମୁଖିଆ, ଆମେ ଏବେ ଏଠୁ ଚାଲି ଯାଉଛୁ। ଏମିତି ସମସ୍ତେ ସେଠାରୁ ଚାଲିଗଲେ। ତାଙ୍କର ସବୁ କଥା କୁନି ଶୁଣୁଥିଲା। ଏଇ ସୁନା ଘର ଆଉ ରୂପା ଘର ବହୁତ ସୁନ୍ଦର ଦେଖାଯାଉଛି, ହେଲେ ଏସବୁ ଅଭିଶପ୍ତ କାହିଁକି? ଏସବୁ ଜାଣିବାକୁ ମୋର ବହୁତ ଇଚ୍ଛା ହେଉଛି। ଆରେ ମା, ତୁ କୁଆଡେ ଚାଲି ଯାଇଥିଲୁ? ରାତି ହେଲାଣି, ଆ ଖାଇକି ଶୋଇବୁ। ମା, ମୁଖିଆ କାହିଁକି ସୁନା ଆଉ ରୂପା ଘରକୁ ଯିବା ପାଇଁ ମନା କରିଛନ୍ତି? ସେ 2 ଘର ବହୁତ ସୁନ୍ଦର, ସେସବୁ ଅଭିଶପ୍ତ କାହିଁକି? ସେସବୁ ଘର ଦେଖିଲେ ଏମିତି ଲାଗେ ଗୋଟେ ସୁନ୍ଦରୀ ଚଢ଼େଇ ସେ ଘରେ ରହୁଛି। ଆରେ ମା, ତୁ ଏସବୁ କଣ କହୁଛୁ? ତୁ କଣ ସେ ସୁନା ରୂପା ଘରକୁ ଯାଇଥିଲୁ? ନାଇଁ ମା,
ମୁଁ ସେ ସୁନା ରୂପା ଘରକୁ ଯାଇ ନଥିଲି, କେବଳ ଦୂରରୁ ଦେଖିଥିଲି। ଆରେ ମା, ଏ ଜଙ୍ଗଲରେ ରହିବାକୁ ହେଲେ ଆମକୁ ଚିଲ ମୁଖିଆର କଥା ମାନିବାକୁ ପଡିବ। ସେ ସୁନା ରୂପା ଘରକୁ ଯିବା ପାଇଁ ମନା କରିଛନ୍ତି। ତୁ ଭୁଲରେ ବି ସେ ଦୁଇ ଘର ପାଖକୁ ଯିବୁନି, କି ସେ ଦୁଇ ଘର ନାଁ ବି ଧରିବୁନି। ଏବେ ଖାଇବୁ ଆ, ସକାଳେ ଆମେ ସବୁ ଚଢ଼ି କାମକୁ ଯିବୁ। ମାର ଏପରି କଥା ଶୁଣି ଚଢ଼େଇ ଛୁଆ ଆଉ କିଛି ବି କହିଲାନି। ସେମାନେ ଖାଇବା ଖାଇ ଶୋଇଲେ। ପରଦିନ ସକାଳେ ସବୁ ଚଢ଼େଇ ଚିଲର ଜମିକୁ କାମ କରିବାକୁ ଗଲେ। ଆରେ ସାଙ୍ଗମାନେ, ଆଜି ଆମେ ଲୁଚକାଳି ଖେଳିବା। ମୁଁ 1ରୁ 10 ଯାଏଁ ଗଣୁଛି, ତମେ ମାନେ ଯାଅ ଲୁଚିବ। ଏମିତି ସବୁ ଛୁଆ ଲୁଚକାଳି ଖେଳୁଥିଲେ। କୁନି ଲୁଚିବା ପାଇଁ ଦୂରକୁ ଗଲା। ଭୁଲରେ ସେ ସେଇ ସୁନା ରୂପା ଘର ପାଖରେ ପହଞ୍ଚିଗଲା। ଆରେ ଆରେ, ମୁଁ ତ ଭୁଲରେ ସୁନା ରୂପା ଘର ପାଖକୁ ଚାଲି ଆସିଲି। କେହି ମତେ ଦେଖିବା ପୂର୍ବରୁ ମୁଁ ଏଠୁ ଚାଲିଯାଏ। ଏଇ ଛୁଆ, ତୁ ଏ ସୁନା ରୂପା ଘର ପାଖରେ କଣ କରୁଛୁ? ତତେ କଣ ତ ମା ବୁଝେଇନି ଏ ସୁନା ରୂପାର ଘର ପାଖକୁ ଆସିବୁନି? ତୁ କଣ ୟାର ଶାସ୍ତି ଜାଣିନୁ? ଅଙ୍କଲ, ମୁଁ ଜାଣି ଶୁଣି ଏଠାକୁ ଆସି ନଥିଲି। ସାଙ୍ଗମାନଙ୍କ ସହ ଲୁଚକାଳି ଖେଳିବା ସମୟରେ ମୁଁ ଭୁଲରେ ଏଠାକୁ ଚାଲି ଆସିଲି। ତୁ ଭୁଲରେ ଆସ କି ଜାଣି ଶୁଣି ଆସେ, ତ ମାକୁ ଏକଥା କହିବାକୁ ହେବ। ଯା ଯା, ଏବେ ଘରକୁ ଯା। ଚଢ଼େଇ ଛୁଆ ନିଜ ଘରକୁ ଫେରିଗଲା। ସନ୍ଧ୍ୟା ହେବା ପରେ ଚଢ଼େଇ ଚଢ଼େଇ, ଶୀଘ୍ର ବାହାରକୁ ଆସେ। ମୁଖିଆ ଆଜ୍ଞା, ଆପଣ ଆସିଛନ୍ତି। ଆସନ୍ତୁ, ଏଇଠି ବସନ୍ତୁ। ମୁଁ ତ ଘରକୁ ବସିବାକୁ ଆସିନି ଚଢ଼େଇ, ତତେ ସାବଧାନ କରିବାକୁ ଆସିଛି। ତୁ ତ ଝିଅକୁ ଭଲରେ ବୁଝା, ସେ ଆଉ ସୁନା ରୂପା ଘରକୁ ଯିବନି। ଯଦି ମୁଁ ଆଉ ଥରେ ତାକୁ ସେ ଘରର ଆଖପାଖରେ ଦେଖେ, ମୁଁ କାହା ଉପରେ ବି ଦୟା କରିବିନି। ତମ ମା ଝିଅଙ୍କୁ ଜଙ୍ଗଲରୁ ବାହାର କରିଦେବି। ଏମିତି ରାଗି ଚିଲ ମୁଖିଆ ସେଠାରୁ ଚାଲିଗଲା। ତାଙ୍କ ପାଟିତୁଣ୍ଡ ଶୁଣି ଅନ୍ୟ ଚଢ଼େଇ ମାନେ ବି ସେଠାକୁ ଆସିଲେ। ଶୁଣିଲୁ ଚଢ଼େଇ, ଚିଲ ମୁଖିଆ କଣ ସବୁ କହିଲେ? ଦେଖ ଚଢ଼େଇ, ନିଜ ଝିଅକୁ ବୁଝା, ତୋ ପାଇଁ ଯେମିତି ଆମ କାହାର ବି କ୍ଷତି ନ ହଉ। ଶୁଣିଲୁ ତ, ସମସ୍ତେ ଆମକୁ କଣ କହିକି ଗଲେ? ତୁ ସେ ଦୁଇ ଘରକୁ ଭୁଲି ଯା, ନହେଲେ ଆମେ ଏ ଜଙ୍ଗଲରେ ଆଉ ରହିପାରିବାନି। ମା ଚଢ଼େଇର କାନ୍ଦ ଦେଖି କୁନି ଚଢ଼େଇ ମନ ଦୁଃଖ ହେଇଗଲା। କିଛି ସମୟ ପରେ ସମସ୍ତେ ମତେ ଯେତିକି ମନା କରୁଛନ୍ତି, ମୋର ସେତିକି ଜାଣିବାକୁ ଇଚ୍ଛା ହଉଛି ସେ ସୁନା ରୂପା ଘର ଭିତରେ କଣ ଅଛି। ଆଜି ରାତି ହେଉ, ସମସ୍ତେ ଶୋଇ ଯାଆନ୍ତୁ, ତାପରେ ମୁଁ ସେ ସୁନା ରୂପା ଘର ଭିତରକୁ ଯିବି। ଏମିତି ରାତି ହେବା ପରେ ସମସ୍ତେ ଶୋଇଗଲେ। ସେତେବେଳେ କୁନି ସେ ସୁନା ରୂପା ଘର ପାଖକୁ ଗଲା। ସେ ଦୂରରୁ ଦେଖିଲା ଚିଲ ମୁଖିଆ ଗୋଟେ ତାନ୍ତ୍ରିକ ସହ ସୁନା ଘରକୁ ଯାଉଛି। ଏ କଣ, ମୁଖିଆ ଆମ ସମସ୍ତଙ୍କୁ ସୁନା ରୂପା ଘରକୁ ଯିବାକୁ ମନା କରିଛନ୍ତି, ଆଉ ଏବେ ସେ ନିଜେ ଯାଉଛନ୍ତି। ମୁଁ ପାଖକୁ ଯାଇ ଦେଖେ ଘଟଣା କଣ। ଏଇପରି ଆମେ ଆସିଗଲୁ। ଏବେ ଆମକୁ ତ ଯାଦୁ ଶକ୍ତିରେ ଅନେକ ସୁନା ଟଙ୍କା ଦେ। ତମେ ମାନେ ଯେତେ କହିବ ମୁଁ ସୁନା ଟଙ୍କା ଦେବି, ହେଲେ ମତେ ଏମିତି ଆଉ ବନ୍ଦୀ କରି ରଖନି। ମତେ ମୁକ୍ତ କର, ମୁଁ ମୋ ଘରକୁ ଯିବାକୁ ଚାହୁଁଛି। ତତେ ଛାଡ଼ିଦେଲେ ଆମେ ପ୍ରତ୍ୟେକ ଦିନ ସୁନା ଟଙ୍କା କେମିତି ପାଇବୁ? ମୋ କଥା ଭଲରେ ମାନିଯା, ନହେଲେ ତାନ୍ତ୍ରିକ ତତେ ଆହୁରି ଶାସ୍ତି ଦେବ। ଭୟରେ ପରି ସେମାନଙ୍କୁ ଅନେକ ସୁନା ଟଙ୍କା ଦେଲା। ତାନ୍ତ୍ରିକ ଆଉ ଚିଲ ସୁନା ଟଙ୍କା ନେଇ ସେଠାରୁ ଚାଲିଗଲେ। ଓ ଏମିତି କଥା, ଏ ମୁଖିଆ ତ ବହୁତ ଦୁଷ୍ଟ। ପରୀକୁ ବନ୍ଦୀ କରି ତାକୁ କଷ୍ଟ ଦେଉଛନ୍ତି, ଆଉ ସମସ୍ତଙ୍କୁ କହୁଛନ୍ତି ଏ ଘର ଅଭିଶପ୍ତ। ମୁଁ ଯେମିତି ବି ହେଉ ପରୀକୁ ମୁକ୍ତ କରିବି। କିଏ ତୁ? ତୁ ବି କଣ ମୋ ପାଖରୁ ସୁନା ଟଙ୍କା ନେବାକୁ ଆସିଛୁ? ନା ନା ପରୀ, ମୋର ସୁନା ଟଙ୍କା ଦରକାର ନାହିଁ। ମୁଁ ତ ତୁମକୁ ମୁକ୍ତ କରିବାକୁ ଆସିଛି। ମୁଁ ବାହାରେ ଥାଇ ମୁଖିଆ ଆଉ ତୁମର ସବୁ କଥା ଶୁଣିଲି। ତୁମେ କୁହ ପରୀ, ଏମିତି ବନ୍ଦୀ ତୁମେ କେମିତି ହେଲ? ମୁଁ ଏ ଜଙ୍ଗଲର ପକ୍ଷୀମାନଙ୍କୁ ସାହାଯ୍ୟ କରିବା ପାଇଁ ମୁଖିଆକୁ 2ଟି ସୁନା ଆଉ ରୂପା ଘର ଦେଇଥିଲି, ହେଲେ ସେ ଲୋଭୀ ମୁଖିଆ ସେତିକିରେ ସନ୍ତୁଷ୍ଟ ହେଇନଥିଲା। ଥରେ ପୂର୍ଣ୍ଣିମା ରାତିରେ ମୁଁ ମୋ ଯାଦୁର କାଠିକୁ ରୂପା ଘରେ ରଖିଥିଲି। ସେଇ ସୁଯୋଗରେ ମୁଖିଆ ଗୋଟେ ତାନ୍ତ୍ରିକକୁ ଆଣି
ମତେ ସୁନା ଘରେ ବନ୍ଦୀ କରିଦେଲା। ମୋ ପାଖରେ ଯାଦୁର ଲାଠି ନଥିବାରୁ ମୁଁ ତାଙ୍କ ସହ ଲଢ଼େଇ କରି ପାରିଲିନି। କାନ୍ଦନି ପରି, ଏବେ ମତେ କୁହ ମୁଁ ତୁମକୁ କେମିତି ମୁକ୍ତ କରିପାରିବି? ମୋ ଯାଦୁର କାଠିକୁ ଆଣିଦେଲେ ମୋ ଶକ୍ତି ବଢିଯିବ, ମୁଁ ନିଜେ ହିଁ ମୁକ୍ତ ହେଇପାରିବି। ମୋ ଯାଦୁର କାଠି ରୂପା ଘରେ ଅଛି, ତୁ ମତେ ସାହାଯ୍ୟ କର ଚଢ଼େଇ ଛୁଆ। ରୂପା ଘରୁ ମୋର ସେ ଯାଦୁର କାଠି ଆଣି ମତେ ଦେ। ଶୁଣୁ, ରୂପା ଘର ଏମିତି ଖୋଲିବନି, ମୁଁ ତତେ ଗୋଟେ ମନ୍ତ୍ର ଶିଖେଇ ଦେଉଛି। ତୁ ରୂପା ଘର ପାଖରେ ଯାଇ କହିବୁ, ରୂପା ଘରର କବାଟ ଖୋଲିଯିବ, ତୁ ଭିତରକୁ ଯାଇପାରିବୁ। ମୁଁ ଆଜି ଯାଏ ମୁଖିଆ ଆଉ ସେ ତାନ୍ତ୍ରିକକୁ ରୂପା ଘରର ମନ୍ତ୍ର କହିନି, ନହେଲେ ସେମାନେ ମୋ ଯାଦୁର କାଠିକୁ ଭାଙ୍ଗି ଦେଇଥାନ୍ତେ। ତାପରେ ପରି କୁନିକୁ ମନ୍ତ୍ର ଶିଖେଇଦେଲା। କୁନି ମନ୍ତ୍ର କହି ରୂପା ଘରର କବାଟ ଖୋଲିଲା ଆଉ ଯାଦୁର କାଠି ଆଣି ପରୀକୁ ମୁକ୍ତ କଲା। ସେତେବେଳେ ଚିଲ ମୁଖିଆ ଆଉ ତାନ୍ତ୍ରିକ ସୁନା ଘରକୁ ଆସିଲେ। ଏ କଣ ପରି, ତତେ କିଏ ମୁକ୍ତ କଲା? ଆରେ ତାନ୍ତ୍ରିକ, ଦେଖୁଛୁ କଣ, କିଛି ଗୋଟେ କର। ଦୁଷ୍ଟ ପକ୍ଷୀ ଦଳ, ତମେ ମାନେ ମୋର ଆଉ କିଛି କ୍ଷତି କରିପାରିବନି। ମୋ ପାଖରେ ଏବେ ଅନେକ ଶକ୍ତି, ମୁଁ ଏବେ ତମମାନଙ୍କୁ ଶାସ୍ତି ଦେବି। ଏମିତି କହି ପରି ଚିଲ ଆଉ ତାନ୍ତ୍ରିକକୁ ବନ୍ଦୀ କରିଦେଲା। ତାଙ୍କର ସେ ଶବ୍ଦରେ ଅନ୍ୟ ଚଢ଼େଇମାନେ ସେଠାକୁ ଆସିଲେ। ସବୁ କଥା ଜାଣି ସେମାନେ ବି ଚିଲ ମୁଖିଆ ଉପରେ ରାଗିଗଲେ। ମୁଖିଆ ଆଜ୍ଞା, ଆମେ ଆପଣଙ୍କୁ କେତେ ଭଲ ପକ୍ଷୀ ଭାବୁଥିଲୁ, ଆଉ ଆପଣ ଏମିତି ଖରାପ କାମ କରୁଥିଲେ। ଚଢ଼େଇ, ଆମକୁ କ୍ଷମା କରିଦେ। ସତ କଥା ନ ଜାଣି ଆମେ ତତେ ରାଗୁଥିଲୁ, ହେଲେ ଆଜି କୁନି ପାଇଁ ସତ କଥା ବାହାରକୁ ଆସିଲା। ହଁ, ଠିକ କଥା। କୁନିର ସାହସ ପାଇଁ ମୁଁ ଆଜି ମୁକ୍ତ ହେଇ ଏ ଦୁଷ୍ଟ ପକ୍ଷୀମାନଙ୍କୁ ଶାସ୍ତି ଦେଇପାରିଲି। ଏବେ ମୁଁ କୁନିକୁ ପୁରସ୍କାର ଦେବି। ଏଇ ନେ କୁନି, ମୁଁ ଏ ଦୁଷ୍ଟ ପକ୍ଷୀମାନଙ୍କୁ ନିଜ ସାଙ୍ଗରେ ନେଇଯିବି। ମୁଁ ଗଲା ପରେ ଏ ସୁନା ରୂପା ଘର ଅଦୃଶ୍ୟ ହେଇଯିବ। ତମେ ସମସ୍ତେ ଏବେ ନିଜ ନିଜ ଘରକୁ ଯାଅ। ଆରେ ଦେଖ ନା, ମୁଁ ମୋ 2 ଅଣ୍ଡାର ସମାନ ଯତ୍ନ ନେଇଥିଲି, ହେଲେ ମୋର ଗୋଟିଏ ଛୁଆ ଏମିତି ରୋଗୀଣ ଅସୁନ୍ଦର କାହିଁକି ହେଲା? ଆରେ ତୁ ମନ ଦୁଃଖ କରନି, ଆମର ଆଉ ଗୋଟିଏ ଛୁଆ ତ ସୁନ୍ଦର ସ୍ୱାସ୍ଥ୍ୟବାନ ହେଇଛି। ଆମେ ଆଉ କିଛି ଦିନ ଅପେକ୍ଷା କରିବା, ଏ ଛୁଆ ବି ଆର ଛୁଆଟି ପରି ସୁନ୍ଦର ହେଇଯିବ। ଆଜିଠୁ ଆମ 2 ଛୁଆଙ୍କର ନାଁ କୁନି ଆଉ ମୁନି। ଏମିତି ରାଜୁ ଆଉ ରିନୁ କଥା ହେଉଥିଲେ। ତାଙ୍କରି ଘର ପାଖରେ ବିଜୁ ଆଉ ମିନୁ ଚଢ଼େଇ ରହୁଥିଲେ। ସେଇ ଦିନ ହିଁ ମିନୁର ଅଣ୍ଡାରୁ ବି 2ଟି ଛୁଆ ବାହାରିଲେ। ଆରେ ଦେଖ ଦେଖ, ଆଜି ଆମ ଛୁଆ ମାନେ ଅଣ୍ଡାରୁ ବାହାରିଲେ। ମୋର 2 ଛୁଆ କେତେ ସୁନ୍ଦର ଆଉ ସ୍ୱାସ୍ଥ୍ୟବାନ ହେଇଛନ୍ତି ଦେଖ। ଏମାନଙ୍କୁ ଦେଖି ମୋ ମନ ତ ଖୁସିରେ ନାଚି ଯାଉଛି। ହଁ, ଛୁଆ ଗୁଡାକୁ ଦେଖି ମତେ ବି ଭାରି ଖୁସି ଲାଗୁଛି। ଆମର 2 ଛୁଆ କେତେ ହୃଷ୍ଟପୃଷ୍ଟ ହେଇ ଜନ୍ମ ହେଇଛନ୍ତି। ଯିଏ ଦେଖିବ ସିଏ ଜାଣିଯିବ ଏମାନେ କାହା ଛୁଆ। ଏମିତି ଦିନ ବିତି ଚାଲିଲା। ରାଜୁ ଆଉ ରିନୁ ଅନେକ କଷ୍ଟ କରି ତାଙ୍କର 2 ଛୁଆଙ୍କୁ ବଡ଼ କରୁଥିଲେ, ହେଲେ ରିନୁ ସବୁବେଳେ ତାର ରୋଗୀଣ ଛୁଆ ପାଇଁ ଚିନ୍ତାରେ ଥିଲା। ଆରେ ଦେଖ ନା, ଦିନ ତ ଗଡ଼ି ଚାଲିଛି, ହେଲେ ଆମର ଏ ରୋଗୀଣ ଛୁଆ କୁନି ଭଲ କାହିଁକି ହେଇପାରୁନି? ମା, ଏ ଛୁଆଟା ମୋର ଭଉଣୀ ହେଲେ ବି ତା ସାଙ୍ଗରେ ବାହାରକୁ ଯିବା ପାଇଁ ନା ମତେ ଭାରି ଲାଜ ଲାଗେ। ଇଏ ଏତେ ରୋଗୀଣ ଅସୁନ୍ଦର କଣ ପାଇଁ? ୟା ସାଙ୍ଗରେ ରହିବାକୁ ନା ମତେ ଜମା ଭଲ ଲାଗୁନି। ମୁଁ କଣ ଦେଖିବାକୁ ସତରେ ଏତେ ଖରାପ ମା? ମୁଁ କଣ ଜାଣି ଶୁଣି ନିଜେ ଏମିତି ରୋଗୀଣା ହେଇଛି? ମତେ ଭଗବାନ ଏମିତି ବନେଇଛନ୍ତି, ଏଥିରେ ମୋର କଣ ଦୋଷ ମା? ଚୁପ୍ କର, ସମସ୍ତଙ୍କ ଛୁଆ ଗୁଡା ଦେଖିବାକୁ କେତେ ସୁନ୍ଦର, ମୋର ଗୋଟେ ଛୁଆ ଏମିତି କାହିଁକି ହେଲା କେଜାଣି? ମୁଁ କଣ ଦୋଷ କରିଥିଲି ଯେ ତୋ ଭଳି ଗୋଟେ ଅସୁନ୍ଦର ଛୁଆ ମୋ ଅଣ୍ଡାରୁ ବାହାରିଲା? ସେପଟେ ବିଜୁ ଆଉ ମିନୁଙ୍କର ଛୁଆ 2ଟାକୁ ଦେଖ, ସେ ଛୁଆ 2ଟା ଦେଖିବାକୁ କେତେ ମୋଟା ସୋଟା ଆଉ ସୁନ୍ଦର। ମା, ମତେ ଭାରି ଭୋକ ଲାଗୁଛି, ମତେ କିଛି ମିଠା ଫଳ ଖାଇବାକୁ ଦିଅ। ଆରେ ମୋ ସୁନା ଝିଅଟାକୁ ଭୋକ ଲାଗିଲାଣି। ଶୁଣୁଛ, ଚାଲ ନା ଜଙ୍ଗଲ ଭିତରକୁ ଯିବା। ଜଙ୍ଗଲ ଭିତରେ ବହୁତ ମିଠା ଫଳ ଗଛ ଅଛି, ଝିଅଟାକୁ କିଛି ମିଠା ଫଳ ଖାଇବାକୁ ଦେବା। ହଁ, ଚାଲ ଯିବା। ଆଚ୍ଛା, ଏ ରୋଗୀଣା ଛୁଆଟାକୁ ଆମ ସାଙ୍ଗରେ ନେବା ନା ନାହିଁ? ୟାକୁ ଛାଡି ଆଉ ଯାଇ ହେବ? ଇଏ ଆମ ଉପରେ ବୋଝ ହେଇ ରହିଛି। ଏଇ ଛିଡା ହେଇ ଏମିତି ଦେଖୁଛୁ କଣ? ଆସ ଆମ ସାଙ୍ଗରେ। ରାଜୁ ଚଢ଼େଇ ତାର ପରିବାରକୁ ନେଇ ଜଙ୍ଗଲ ଭିତରକୁ ଗଲା। ସେଠି ସେମାନେ ଦେଖିଲେ
ବିଜୁ ଆଉ ମିନୁ ବି ନିଜ ଦୁଇ ଛୁଆଙ୍କୁ ଧରି ମିଠା ଫଳ ଖାଇବା ପାଇଁ ସେଠାକୁ ଆସିଥିଲେ। ଆରେ ରେନୁ ଭଉଣୀ, ତୁମେ ବି ତମ ଦୁଇ ଛୁଆଙ୍କୁ ଧରି ମିଠା ଫଳ ଖାଇବାକୁ ଆସିଛ? ହଁ ମିନୁ ଭଉଣୀ, ମୋ ବଡ଼ ଝିଅଟାକୁ ଆଜି ମିଠା ଫଳ ଖାଇବାକୁ ଭାରି ଇଚ୍ଛା ହେଉଥିଲା ତ ସେଥିପାଇଁ ଆମେ ଚାଲି ଆସିଲୁ। ହେଲେ ରେନୁ ଭଉଣୀ, ତୁମର ତ ଦୁଇ ଛୁଆ ଏକା ସାଙ୍ଗରେ ଅଣ୍ଡାରୁ ବାହାରିଥିଲେ, ତାହେଲେ ବଡ଼ ସାନ ତୁମେ କେମିତି କହୁଛ? ଜାଣିବିନି କେମିତି? ଏଇ ସୁନ୍ଦର ସ୍ୱାସ୍ଥ୍ୟବାନ ଝିଅଟି ମୋର ଭାରି ଆଦରର, ତାକୁ ହିଁ ମୁଁ ମୋର ବଡ଼ ଝିଅ ବୋଲି କୁହେ। ହଁ ରିନୁ ଭଉଣୀ, ଠିକ କଥାଟି କହିଲ। ତୁମର ଏଇ ସାନ ଛୁଆଟା ଏତେ ରୋଗିଣା କଣ ପାଇଁ ଯେ? ସମସ୍ତଙ୍କଠୁ ଇଏ କେତେ ଅଲଗା ଦେଖାଯାଉଛି। ମୋ ଛୁଆଙ୍କ ସହ ତୁମର ଏଇ ବଡ଼ ଛୁଆଟି ହିଁ ଭଲ ମାନେ। ଏଇ ରୋଗିଣା ଅସୁନ୍ଦର ଛୁଆଟାକୁ ତମେ ମାନେ ଘରୁ କାହିଁକି ବାହାର କରୁଛ? ଅନ୍ୟ ଛୁଆ ଗୁଡା ୟାକୁ ଦେଖିଲେ ଡରିଯିବେ। ହଁ ମା, ଆଣ୍ଟି ଠିକ କଥା କହିଛନ୍ତି। ଏଇ ଛୁଆଟାକୁ ଦେଖିଲେ ନା ମତେ ବି ଭାରି ଡର ଲାଗେ। ଏକ ତ ରୋଗିଣା ଶରୀର, ତା ଉପରେ ଦେଖିବାକୁ ଇଏ କେତେ କଳା। ରାତିରେ ତ ମୁଁ ୟାକୁ ଦେଖିଲେ ଭୂତ ଭାବିକି ଡରିଯାଏ। ୟାକୁ ଆମ ଘରେ ରଖନି ମା, ୟାକୁ ଘରୁ ବାହାର କରିଦିଅ। ମା, ବାପା, ଭଉଣୀ, ତମେ ମାନେ ମୋ ପାଇଁ ଅନେକ କଷ୍ଟ ପାଇଲଣି, ଆଉ ତମକୁ କଷ୍ଟ ସହିବାକୁ ପଡ଼ିବନି। ମୁଁ ଆଜି ହିଁ ତମଠୁ ଅନେକ ଦୂରକୁ ଚାଲିଯିବି। ମତେ ଆଉ କେହି ବି ଦେଖିପାରିବନି କି କାହାକୁ ବି ଆଉ ଡର ଲାଗିବନି। ତମେ ସମସ୍ତେ ଭଲରେ ରୁହ, ମୁଁ ଯାଉଛି। ଚଢ଼େଇ ଛୁଆ କୁନି ମନ ଦୁଃଖ କରି ସେଠାରୁ ଚାଲିଗଲା। ଆରେ ରାଜୁ ଭାଇ, ରେନୁ ଭଉଣୀ, ତମର ଏଇ ରୋଗିଣା ଅସୁନ୍ଦର ଛୁଆଟା ଚାଲିଗଲା ବୋଲି ତମେ ମାନେ ମନ ଦୁଃଖ କଲ କି? ନା ନା, ଆମେ ଜମା ବି ମନ ଦୁଃଖ କରିନୁ। ଭଲ ହେଲା ସେ ବିପଦଟା ଆପେ ଆପେ ଚାଲିଗଲା। ତା ପାଇଁ ଆମେ ଅନେକ ଅପମାନ ସହୁଥିଲୁ। ସମସ୍ତେ ଖୁସି ହେଇ ମିଠା ଫଳ ଖାଇଲେ। ସେପଟେ ଅସୁନ୍ଦର ଚଢ଼େଇ ଛୁଆ ମନ ଦୁଃଖରେ ଚାଲୁଥିଲା। ମତେ କେହି ବି ଭଲ ପାଉନାହାନ୍ତି। ହେ ଭଗବାନ, ମତେ ଏତେ ଅସୁନ୍ଦର କରି ଏଇ ଦୁନିଆକୁ କାହିଁକି ପଠେଇଲ? ମୁଁ ଆଉ ବଞ୍ଚିବାକୁ ଚାହୁଁନି। ଏଇ ନଦୀରେ ବୁଡ଼ି ମୁଁ ମରିଯିବି। ଏମିତି କହି ଚଢ଼େଇ ଛୁଆ କୁନି ନଦୀକୁ ଡେଇଁବା ପାଇଁ ଯେମିତି ଚେଷ୍ଟା କଲା, ହଠାତ୍ ଏକ କାନ୍ଦ ଶୁଣି ସେ ଅଟକିଗଲା। କିଏ ଏମିତି କାନ୍ଦୁଛି? ମରିବା ପୂର୍ବରୁ ଥରେ ଦେଖି ଆସେ, ତାର କଣ ହେଇଛି। ଏମିତି ଚିନ୍ତା କରି ଚଢ଼େଇ ଛୁଆ ଆଗକୁ ଗଲା। କିଛି ଦୂର ଗଲା ପରେ ସେ ଗୋଟେ ଲିଚୁ ଗଛ ଦେଖିଲା। ସେଇ ଗଛ ଭିତରୁ ହିଁ କାନ୍ଦିବାର ସ୍ୱର ଶୁଭୁଥିଲା। କିଏ କିଏ ଏମିତି କାନ୍ଦୁଛ? ଏ ଗଛ ଭିତରୁ ଏମିତି କାନ୍ଦିବାର ଶବ୍ଦ କାହିଁକି ଶୁଭୁଛି? ଚଢ଼େଇ ଛୁଆ, ତୁମ କଥା ଶୁଣି ପାରୁଛୁ? ମତେ ଟିକେ ସାହାଯ୍ୟ କର, ନହେଲେ ସାରା ଜୀବନ ମୁଁ ଏ ଲିଚୁ ଗଛ ଭିତରେ ବନ୍ଦୀ ହେଇ ରହିବି। ହେଲେ ମୁଁ ତୁମକୁ କେମିତି ସାହାଯ୍ୟ କରିପାରିବି? ବେଶୀ କିଛି ନୁହଁ, ତୁ କେବଳ ଏ ଲିଚୁ ଗଛକୁ ଛୁଇଁଦେ। ତୁ ଯଦି ଭଲ ମନର ହେଇଥିବୁ, ମୁଁ ଏ ଲିଚୁ ଗଛ ଭିତରୁ ବାହାରି ପାରିବି। ଚଢ଼େଇ ଛୁଆ କୁନିର ମନ ଥିଲା ଭାରି ସଫା। ସେ ଯେମିତି ଲିଚୁ ଗଛରେ ହାତ ଦେଲା, ହଠାତ୍ ଲିଚୁ ଗଛ ଭିତରୁ ବାହାରି ଆସିଲା ଏକ ସୁନ୍ଦର ପରୀ। ଚଢ଼େଇ ଛୁଆ, ତତେ ଅନେକ ଅନେକ ଧନ୍ୟବାଦ। ତୋରି ପାଇଁ ଆଜି ମୁଁ ଏ ଲିଚୁ ଗଛରୁ ମୁକ୍ତ ହେଇପାରିଲି। ମୁଁ ଜଣେ ପରୀ। ଗୋଟେ ଦୁଷ୍ଟ ଯାଦୁଗର ମତେ ଏଇ ଲିଚୁ ଗଛ ଭିତରେ ବନ୍ଦୀ କରିଦେଇଥିଲା। ସେ କହିଥିଲା ଗୋଟେ ଭଲ ମନର ପକ୍ଷୀ ହିଁ ଏଇ ଗଛକୁ ଛୁଇଁଲେ ମୁଁ ଏଥର ମୁକ୍ତ ହେଇପାରିବି। ଆଜି ଯାଏଁ କେହି ବି ମତେ ଏଇ ଗଛରୁ ମୁକ୍ତ କରିପାରୁନଥିଲେ, କେବଳ ତୁ ହିଁ ମତେ ମୁକ୍ତ କଲୁ। ଆଚ୍ଛା ଚଢ଼େଇ ଛୁଆ, ତୁ ତ ଏବେ ବହୁତ ଛୋଟ, ଏକୁଟିଆ ଜଙ୍ଗଲ ଭିତରକୁ କାହିଁକି ଆସିଥିଲୁ? ତୋର ବାପା ମା କୁଆଡେ ଗଲେ? ସବୁ ତ ଶୁଣିଲା ପରି, ମୋ ପରି ଏକ ଅସୁନ୍ଦର ଚଢ଼େଇକୁ କେହି ବି ଭଲ ପାଆନ୍ତିନି। ବାପା ମା ଭଉଣୀ ମତେ ସମସ୍ତେ ପର କରିଦେଲେ। ଆରେ କିଏ କହିଲା ତୁ ଅସୁନ୍ଦର? ତୋ ଦେହର ରଙ୍ଗ ଯେମିତି ବି ହେଇଥାଉ, ତୋ ମନ ବହୁତ ସୁନ୍ଦର। ସେଥିପାଇଁ ତ କେବଳ ତୁ ହିଁ ମତେ ବନ୍ଦୀ ଜୀବନରୁ ମୁକ୍ତ କରିପାରିଲୁ। ତୁ ଏବେ ଛୋଟ ଅଛୁ ବୋଲି ତୋ ଦେହରେ କଳା ଦାଗ ଅଛି, ହେଲେ ବଡ଼ ହେଲେ ଦାଗ ରହିବନି। ତୁ ଯେତେବେଳେ ବଡ଼ ହେବୁ ଅନେକ ସୁନ୍ଦର ହେଇଯିବୁ। ଯୋଉମାନେ ତୋ ସହ ଅନ୍ୟାୟ କରିଛନ୍ତି, ଦିନେ ନା ଦିନେ ସେମାନେ ନିଜ ଭୁଲ ବୁଝିପାରିବେ। ତୁ ଖାଲି ଅପେକ୍ଷା କର। ତୋ ରହିବା ପାଇଁ ମୁଁ ତତେ ଏକ ଘର ଦେଉଛି। ଏଇ ନେ, ଏଇ ଲିଚୁ ଘର ଆଜିଠୁ ତୋର। ଏଇ ଘରେ ତୁ ସବୁ ପ୍ରକାରର ଖାଇବା ପାଇବୁ। ବିପଦ ସମୟରେ ଏଇ ଘର ତତେ ରକ୍ଷା କରିବ। ଏବେ ତୁ ଘର ଭିତରକୁ ଯାଇ କିଛି ଖାଇବା ଖାଇନେ। ଯେତେବେଳେ ବି ଯାହା ଦରକାର ହେବ ମତେ ମନେ ପକେଇବୁ, ମୁଁ ଏଠାକୁ ଚାଲି ଆସିବି। ଏମିତି କହି ପରୀ ସେଠାରୁ ଚାଲିଗଲା। ଚଢ଼େଇ ଛୁଆ ସେ ଲିଚୁ ଘରେ ରହିବା ଆରମ୍ଭ କଲା। ଧୀରେ ଧୀରେ ସମୟ ବିତି ଚାଲିଲା। ସେପଟେ ରାଜୁ ଆଉ ରିନୁର ବି ବୟସ ହେଇଗଲା।
ତାଙ୍କ ଝିଅ ମୁନି ବି ବଡ଼ ହେଇଗଲା। ଦିନେ ସେ ତା ବାପା ମାଙ୍କ ପାଇଁ କିଛି ଖାଇବା ଆଣି କହିଲା, ମା ବାପା, ସବୁଦିନ ତମମାନଙ୍କ ପାଇଁ ଖାଇବା ଆଣିବାକୁ ମତେ ଆଉ ଭଲ ଲାଗୁନି। ମାରେ, ତୁ ତ ଆମ ଆଦରର ଝିଅ। ତତେ କେତେ ସ୍ନେହ ଭଲ ପାଇବା ଦେଇ ଆମେ ବଡ଼ କରିଛୁ, ଆଉ ଏବେ ତୁ ବଡ଼ ହେଲା ପରେ ଆମକୁ ଏକଥା କେମିତି କହିପାରିଲୁ? ମୁନି, ଯେତେବେଳେ ତୁ ସାନ ଥିଲୁ ତ ମନ ପସନ୍ଦର ଖାଇବା ଆମେ ଦୂର ଦୂର ଜାଗାରୁ ଆଣି ଦେଉଥିଲୁ, ଆଉ ଏବେ ତୁ ଆମ ପାଇଁ ଖାଇବା ଆଣି ଖୁଣ୍ଟା ମାରୁଛୁ ମା। ଓହୋ, ବନ୍ଦ କର ତୁମର ସେ କାନ୍ଦଣା। ମତେ ଏସବୁ ଶୁଣିବାକୁ ଆଉ ଭଲ ଲାଗୁନି। ତମେ ମାନେ ଆଜି ହିଁ ଘର ଛାଡ଼ି ଚାଲିଯାଅ। ତମ ମାନଙ୍କୁ ଏ ଘରୁ ବାହାର କରି ସାରିଲା ପରେ ମୁଁ ବାହା ହେଇ ମୋ ସ୍ୱାମୀ ସହ ଏ ଘରେ ରହିବି। କିନ୍ତୁ ମାରେ, ଏ ବୁଢ଼ା ବୟସରେ ଆମେ କୋଉଠିକି ଯିବୁ? ଆମ ଉପରେ ଟିକେ ଦୟା କର। ତମେ ମାନେ ଭଲରେ ଭଲରେ ଏ ଘରୁ ଚାଲିଯାଅ, ନହେଲେ ମୁଁ ଧକ୍କା ଦେଇ ତମ ମାନଙ୍କୁ ଏ ଘରୁ ବାହାର କରିଦେବି। ତତେ କଷ୍ଟ କରି ଆମକୁ ଆଉ ବାହାର କରିବାକୁ ପଡ଼ିବନି। ଆମେ ଏବେ ହିଁ ଏ ଘର ଛାଡ଼ି ଚାଲିଯିବୁ। ରାଜୁ ଆଉ ରିନୁ ଯୋଉ ଛୁଆକୁ ସୁନ୍ଦର ଭାବି ତାକୁ ସ୍ନେହ ଆଦର ଦେଇ ବଡ଼ କରିଥିଲେ, ସେଇ ଛୁଆ ବଡ଼ ହେଲା ପରେ ବୃଦ୍ଧ ବାପା ମାଙ୍କର ସେବା ନ କରି ତାଙ୍କୁ ଘରୁ ବାହାର କରିଦେଲା। ରାଜୁ ଆଉ ରିନୁ କାନ୍ଦି କାନ୍ଦି ସେଠାରୁ ଚାଲିଗଲେ। କିଛି ଦୂର ଗଲା ପରେ ବର୍ଷା ଉଠେଇଲା। ଲାଗୁଛି ଏବେ ବର୍ଷା ପଡ଼ିବ। ଏବେ ଆମେ କୋଉଠି ଆଶ୍ରୟ ନେବା? ପୋଡ଼ା କପାଳ ଆମର। ଯୋଉ ଝିଅ ପାଇଁ ଆମେ ଏତେ କିଛି କଲେ, ସେଇ ଝିଅ ଆମକୁ ଘରୁ ବାହାର କରିଦେଲା। ଏବେ କୋଉଠିକି ଯେ ଯିବା? ଆରେ ଦେଖ ନା, ଆଗରେ ଗୋଟେ ଘର ଦେଖାଯାଉଛି। ଚାଲ ସେ ଘରକୁ ଯିବା। ଯିଏ ବି ସେ ଘରେ ରହୁଥିବ ତାକୁ ଆଶ୍ରୟ ପାଇଁ ସାହାଯ୍ୟ ମାଗିବା। ରାଜୁ ଆଉ ରିନୁ ସେଇ ଲିଚୁ ଘରକୁ ଗଲେ ଆଉ ତାର କବାଟ ବାଡ଼େଇଲେ। ଘର ଭିତରୁ କୁନି ବାହାରି ଆସିଲା। ବଡ଼ ହେଲା ପରେ ସେ ଅନେକ ସୁନ୍ଦର ଦେଖାଯାଉଥିଲା। ତାର ବାପା ମା ବି ତାକୁ ଚିହ୍ନି ପାରିଲେନି, ହେଲେ କୁନି ତାର ବାପା ମାଙ୍କୁ ଚିହ୍ନି ପାରିଲା। ଆରେ, ତମେ ମାନେ ଆଉ ବାହାରେ ରୁହନି। ବାହାରେ ପ୍ରବଳ ବର୍ଷା ହେଉଛି, ଶୀଘ୍ର ଭିତରକୁ ଆସ। ମାରେ, ତତେ ଅନେକ ଅନେକ ଧନ୍ୟବାଦ। ଏ ବର୍ଷାରେ ତୁ ଆମକୁ ତ ଘରେ ଆଶ୍ରୟ ଦେଲୁ। ଏତେ ଝଡ଼ ବର୍ଷାରେ ତମେ ମାନେ ନିଜ ଘରେ ନ ରହି ବାହାରକୁ କାହିଁକି ଆସିଥିଲ? ତତେ ଆମ ଦୁଃଖ କଥା ଆଉ କ'ଣ କହିବୁ ରେ ମା? ଆମେ ବୁଢ଼ା ବୁଢ଼ୀ ହେଲା ପରେ ଆମ ନିଜ ଝିଅ ହିଁ ଆମକୁ ଘରୁ ବାହାର କରିଦେଲା। ଆଶ୍ରୟ ପାଇଁ ହିଁ ଆମେ ଏପଟ ସେପଟ ଘୁରି ବୁଲୁଥିଲୁ। ଆରେ ଝିଅ, ତୁ ଏ ଘରେ ଏକା କାହିଁକି ରହୁଛୁ? ତୋର ବାପା ମା କୁଆଡ଼େ ଗଲେ? ସେମାନେ କ'ଣ ବାହାରକୁ ଯାଇଛନ୍ତି? ଏମିତି କଥା ଶୁଣି କୁନି ନିଜକୁ ଆଉ ସମ୍ଭାଳି ପାରିଲାନି। ସେ କାନ୍ଦି ପକେଇଲା। ମୋର ସେ ରୋଗିଣା ଶରୀର ଏବେ ବି ଅଛି। ମୁଁ ବଡ଼ ହେଲା ପରେ ମୋ ଦେହର ରଙ୍ଗ ଟିକେ ବଦଳି ଯାଇଛି। ତୁ ଏସବୁ କ'ଣ କହୁଛୁ ରେ ମା? ଆମେ ତ କିଛି ବି ବୁଝିପାରୁନୁ। ମୋ ବାପା ମା ତ ମୋ ସାମ୍ନାରେ ଅଛନ୍ତି। ମା, ବାପା, ମତେ କ'ଣ ଚିହ୍ନି ପାରୁନ? ମୁଁ ତୁମର ସେଇ ରୋଗିଣା ଅସୁନ୍ଦର ଛୁଆ। ମାରେ, ତୁ ଆମର ସେଇ ଛୁଆ। ସେଦିନ ତୁ ଗଲା ପରେ ଆମେ ନିଜର ଭୁଲ ବୁଝିପାରିଲୁ। ତତେ ଆମେ ଅନେକ ଜାଗାରେ ଖୋଜିଛୁ, ହେଲେ ତତେ ପାଇଲୁନି। ତୋ ସହ ଆମେ ବହୁତ ଅନ୍ୟାୟ କରିଛୁ ରେ ମା। ସେଇ ଭୁଲର ଶାସ୍ତି ଆଜି ଆମେ ପାଉଛୁ। ପାରିଲେ ଆମକୁ କ୍ଷମା କରିଦେ। ଆମେ ତ ସାମ୍ନାରେ ଛିଡ଼ା ହେବାର ବି ଯୋଗ୍ୟ ନୁହଁ। ଆମେ ଏବେ ହିଁ ଘର ଛାଡ଼ି ଚାଲିଯିବୁ। ପୁଣି ଥରେ ମତେ ଏକା କରି ଚାଲିଯିବ ବାପା ମା? ସେଦିନର ଘଟଣା ପାଇଁ ମୁଁ ତମ ଦୁଇ ଜଣଙ୍କ ଉପରେ ବହୁତ ରାଗିଥିଲି, ହେଲେ ଆଜି ତୁମ ସହ ଦେଖାଇଲା ପରେ ମୋର ସବୁ ରାଗ ଉଭେଇଗଲା। ଏତେ ଦିନ ମୁଁ ମୋ ବାପା ମାଙ୍କ ବିନା ରହିଛି, ଆଉ ନୁହଁ। ଆଜିଠୁ ତମେ ମାନେ ମୋ ସହ ରହିବ। ମୁଁ ତୁମର ସବୁ କଥା ବୁଝିବି। ରାଜୁ ଆଉ ରିନୁ ନିଜ ଝିଅର କଥା ଶୁଣି ଅନେକ କାନ୍ଦିଲେ ଆଉ ତାଙ୍କ ଝିଅକୁ ଜାବୁଡ଼ି ଧରିଲେ। ଯୋଉ ଝିଅକୁ ସେମାନେ ଛୋଟବେଳେ ଅସୁନ୍ଦର କହି ଅବହେଳା କରିଥିଲେ, ବିପଦ ସମୟରେ ସେଇ ଝିଅ ହିଁ ସେମାନଙ୍କୁ ଆଶ୍ରୟ ଦେଲା। ସେଦିନ ପରଠାରୁ ସେମାନେ ବାକି ଜୀବନ କୁନି ସାଙ୍ଗରେ ରହି ବିତେଇଲେ। କୁନି ତାର ବାପା ମାଙ୍କର ସବୁ କଥା ବୁଝୁଥିଲା।